ବୋଉ ମୁଁ କାଲି ମୋ ଶାଶୁ ଘରକୁ ଫେରି ଯିବି। ତୁ ବାପାଙ୍କୁ କହି ବଜାରରୁ ଯାଇ ମୋ ପାଇଁ ଗୋଟେ ଭଲ ଦାମୀ ଶାଢୀଟେ ନେଇ ଆସିବୁ। ଶାଢୀ ନବୁ? ହଉ ଠିକ ଅଛି। ବୋହୂ ବୋହୂ ଆଜ୍ଞା ବୋଉ କୁହନ୍ତୁ। ବୋହୂ ତୁ ପୁଅ ସହିତ ଆଜି ବଜାର ଯାଇ ଭଲ ଶାଢୀଟେ ନେଇ ଆସିବୁ ତୋ ନଣନ୍ଦ ପାଇଁ। ସେ କାଲି ତା ଶାଶୁ ଘରକୁ ଫେରିଯିବ ତ। ହଉ ଠିକ ଅଛି ବୋଉ। ବୋଉ ତୁ ଏ କଣ କରୁଛୁ? ସବୁ କଥା ଭାଉଜଙ୍କୁ କାହିଁ ଜଣାଉଛୁ? ମୋ ବାପାଙ୍କର ରୋଜଗାର ଅଛି, ମୁଁ ତାଙ୍କ ରୋଜଗାରରେ ଯାହା ବି କିଣେ ଯାହା ବି ନିଏ ସେ ସବୁ ତାଙ୍କର ଜାଣିବା କଣ ଦରକାର? ତୁ ଏ କଣ କହୁଛୁ? ସେ ଘରର ବୋହୂ। ଆଜି ସିନା ତୋ ବାପାଙ୍କର ରୋଜଗାର ଅଛି, କାଲି ଯେତେବେଳେ ତାଙ୍କ ରୋଜଗାର ବନ୍ଦ ହବ ତାପରେ ତୋ କଥା କିଏ ବୁଝିବ? ଶୁଣୁ ମା, ଏଭଳି ଚିନ୍ତାଧାରା ଭଲ ନୁହେଁ। ଆଉ ଗୋଟେ କଥା କହିଲୁ ମା, ଯଦି ତୋ ଶାଶୁ ଘରେ ତୋ ଶାଶୁ ଶ୍ୱଶୁର ତୋତେ ନ ଜଣେଇ ତୋ ନଣନ୍ଦକୁ ସବୁ ଜିନିଷ ପତ୍ର ଦବା ନବା କରିବେ, ତୋତେ ଭଲ ଲାଗିବ କିରେ ମା? ନା ବୋଉ, ସେମିତି କଲେ ତ ମତେ ବି ଭଲ ଲାଗିବନି। ଭାଉଜ ମୋର ଭୁଲ ହେଇଗଲା, ତମ ସାନ ଭଉଣୀ ଭାବେ ମତେ କ୍ଷମା କରିଦିଅ। ଝିଅକୁ ଭଲ ଶିକ୍ଷା ଦେଇ ବୋହୂମାନଙ୍କୁ ସମ୍ମାନ ଦେଉଥିବା ମା ମାନେ ତାଙ୍କ ଘରକୁ ସବୁବେଳେ ଯୋଡ଼ିକି ରଖିପାରିବେ।